ସାଙ୍ଗମାନେ ଜୟ ଶ୍ରୀ ମହାକାଳ। ଯଦି ଆପଣଙ୍କର ମନେ ହୁଏ ଯେ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଛାଡ଼ି ଦେଇଛି, ତେବେ ଆଜିର ଏହି ଭବିଷ୍ୟବାଣୀଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେତେବେଳେ କର୍ମର ଫଳଦାତା ଶନିଙ୍କର ଫଳ, ଗୁରୁଙ୍କର ଶୁଭ ପ୍ରଭାବ ଏବଂ ସୂର୍ଯ୍ୟଙ୍କର ତେଜ ଏକାଠି ଅନୁକୂଳ ହେବାକୁ ଆରମ୍ଭ କରେ, ସେତେବେଳେ ବର୍ଷ ବର୍ଷ ଧରି ଅଟକି ରହିଥିବା କାମ ମଧ୍ୟ ଆଗକୁ ବଢ଼ିବାକୁ ଆରମ୍ଭ କରିପାରେ। ହୋଇପାରେ ଏହି ସମୟଟି ଆପଣଙ୍କ ଜୀବନରେ ମଧ୍ୟ ଏକ ନୂତନ ଅଧ୍ୟାୟର ଆରମ୍ଭର ସୂଚନା। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହାର ମଧ୍ୟରେ ମୁଁ ଏପରି ଏକ ଉପାୟ ମଧ୍ୟ କହିଦେବି ଯାହା ସକାରାତ୍ମକ ଚିନ୍ତା ଏବଂ ଆତ୍ମବିଶ୍ୱାସ ବଢ଼ାଇବାରେ ଅତ୍ୟନ୍ତ ସହାୟକ ବୋଲି ବିବେଚନା କରାଯାଏ। ସାଙ୍ଗମାନେ ସାବଧାନ, ଆଗାମୀ ଆଜିତ ପ୍ରହର ଠାରୁ ଆଗାମୀ ଘଣ୍ଟା ମଧ୍ୟରେ ମୁଁ ଏତିକି ଗ୍ୟାରେଣ୍ଟି ଦେଇପାରିବି ଯେ ଖୁସିର ଖବର ଶୁଣି ଆପଣମାନେ ଗୋଟିଏ ଗୋଡ଼ରେ ନାଚିବାକୁ ଆରମ୍ଭ କରିବେ। କିନ୍ତୁ ମହାଜାଗତିକ ଶକ୍ତିର କ'ଣ ସୂଚନା ରହିଛି? ମନ ଦେଇ ଶୁଣନ୍ତୁ। ଆଗାମୀ ସମୟରେ ଆପଣମାନେ କିଛି ନା କରି କେବଳ ରାଜା ହୋଇଯିବେ। ଜ୍ୟୋତିଷ ଶାସ୍ତ୍ରର ଦୃଷ୍ଟିରୁ ଏପରି ପ୍ରବଳ ସୂଚନା ମିଳୁଛି। ଏହି ଖବର ଶୁଣି ଆପଣମାନେ ଆନନ୍ଦରେ ଆତ୍ମହରା ହୋଇଯିବେ। କିନ୍ତୁ ଯଦି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତି ଏବଂ ଯଦି ମୋର କଥା ସତ ନ ହୁଏ, ତେବେ ମୁଁ ଆପଣଙ୍କୁ ଏକ ଶୂନ୍ୟ ପର୍ଯ୍ୟନ୍ତ ଉପହାର ଦେଇପାରିବି। କିନ୍ତୁ ଆପଣଙ୍କୁ କିଛି ବିଶେଷ ବିଷୟ ପ୍ରତି ଅବଶ୍ୟ ନଜର ରଖିବାକୁ ପଡ଼ିବ। ମୁଁ ପୂର୍ବରୁ କହିଥିଲି ନା ଯେ ବିଳମ୍ବ ହୋଇପାରେ, କିନ୍ତୁ ଅନ୍ଧ ଭଳି ଅନ୍ୟାୟ ହୁଏ ନାହିଁ। ହଁ, ସଠିକ୍ ଶୁଣୁଛନ୍ତି ଆପଣମାନେ। କିଛି ନା କରି ରାଜା ହୋଇଯିବେ। ଏହା ଗ୍ରହମାନଙ୍କର ଏକ ବହୁତ ବଡ଼ ସୂଚନା। ସାଙ୍ଗମାନେ, ମୁଁ ଆପଣଙ୍କୁ ଯେଉଁ କଥାଗୁଡ଼ିକ କହିବାକୁ ଯାଉଛି, ସେଗୁଡ଼ିକୁ କାନ ଖଡ଼ା କରି ମନୋଯୋଗ ଦେଇ ଶୁଣିବାର ଚେଷ୍ଟା କରିବେ। ଆପଣଙ୍କର କେବେ ଏପରି ମନେ ହୋଇଛି କି ପରିଶ୍ରମ ବହୁତ କରିଛନ୍ତି, କିନ୍ତୁ ତାର ଫଳ ଏପର୍ଯ୍ୟନ୍ତ ପାଇନାହାନ୍ତି? କେବେ କ'ଣ ଏପରି ଅନୁଭୂତି ହୋଇଛି? ଯଦି ହଁ, ତେବେ ଆଜିର ଏହି ବାର୍ତ୍ତାଟି, ଏହି ଭିଡିଓଟି କେବଳ ଏବଂ କେବଳ ଆପଣଙ୍କ ପାଇଁ। ଅତ୍ୟନ୍ତ ଗମ୍ଭୀର ବିଷୟରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ଏବଂ ଅନୁରୋଧ କରୁଛୁ ଯେ ଆପଣମାନେ ଏହାକୁ ବହୁତ ମନ ଦେଇ ଶୁଣିବେ ଏବଂ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ। କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜୀବନରେ ଅନେକ ସମୟରେ ଏପରି ଏକ ମୁହୂର୍ତ୍ତ ଆସେ ଯେତେବେଳେ ବର୍ଷ ବର୍ଷ ଧରି କରାଯାଇଥିବା ପରିଶ୍ରମର ଫଳ ଏକାଠି ମିଳିବା ଆରମ୍ଭ ହୁଏ। ତେଣୁ କୁହାଯାଏ, ବିଳମ୍ବ ହୋଇପାରେ, କିନ୍ତୁ ଭଗବାନଙ୍କ ଘରେ ଅନ୍ଧ ଭଳି ଅନ୍ୟାୟ ହୁଏ ନାହିଁ। ଆପଣଙ୍କୁ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଭଲ ସମୟ ଆସିବାରେ ବହୁତ ଅଧିକ ସମୟ ଲାଗିଯାଇଛି, ତାହା ମୁଁ ବହୁତ ଭଲ ଭାବରେ ଜାଣିଛି। କିନ୍ତୁ ଏତିକି ତ ମୁଁ କହିପାରିବି ଯେ ହଁ, ଏବେ ଆପଣଙ୍କ ଜୀବନରେ ଭଲ ସମୟ ଆସିଯାଇଛି। ମାତ୍ର କିଛି ଦିନ ଅପେକ୍ଷା କରନ୍ତୁ। ତାପରେ ଭଗବାନ ଏପରି ଏକ ଚମତ୍କାର କରିବେ ଆପଣଙ୍କ ଜୀବନରେ ଯାହା ଆପଣଙ୍କ ସମ୍ପୂର୍ଣ୍ଣ ଭାଗ୍ୟକୁ ବଦଳାଇ ଦେବ। ସାଙ୍ଗମାନେ, ଏହି ସମୟରେ କିଛି ଲୋକଙ୍କ ଜନ୍ମକୋଷ୍ଠୀରେ ଗୁରୁ ଗ୍ରହ ଅର୍ଥାତ୍ ବୃହସ୍ପତିଙ୍କର ଶୁଭଦୃଷ୍ଟି, ଠିକ୍ ସେହିପରି ଶନିଙ୍କର କର୍ମଫଳ ଏବଂ ସୂର୍ଯ୍ୟଙ୍କର ଶକ୍ତି ମିଳି ଏପରି ଯୋଗ ତିଆରି କରିପାରେ ଯାହା ଅଟକି ରହିଥିବା କାମଗୁଡ଼ିକୁ ଗତି ଦେବାରେ ଅତ୍ୟନ୍ତ ସହାୟକ ହୋଇପାରେ। ହଁ, ଆପଣଙ୍କୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବାକୁ ପଡ଼ିବ, କାରଣ ଭଗବାନ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଦୟାଳୁ ଅଛନ୍ତି ଏବଂ ସମସ୍ତଙ୍କର ଭାଗ୍ୟ ବଦଳାଇବା ପାଇଁ ଭଲ ଭଲ ଯୋଗ ମଧ୍ୟ ତିଆରି କରୁଛନ୍ତି ଏବଂ ଗୋଚର ଗ୍ରହମାନଙ୍କର ସାଥ ମଧ୍ୟ ମିଳୁଛି। ଉପରବାଲା ଆପଣଙ୍କ ପାଇଁ ବହୁତ ବଡ଼ ଖୁସିର ଖବର କିମ୍ବା କହିପାରିବା ଏକ ଉପହାର ତିଆରି କରି ରଖିଛନ୍ତି ଆପଣଙ୍କୁ ଦେବା ପାଇଁ। ଏହାପରେ ଯେତେବେଳେ ଭଗବାନଙ୍କର ସାଥ ଆପଣ ପାଇବେ, ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟା ନିଜେ ହିଁ ଶେଷ ହେବାକୁ ଆରମ୍ଭ ହେବ ଏବଂ ଆପଣଙ୍କର ବିଶ୍ୱାସ ମଧ୍ୟ ହେବ ନାହିଁ। କିନ୍ତୁ ଏହା ସତ। କିନ୍ତୁ ମନେ ରଖିବେ, କେବଳ ଗ୍ରହମାନେ ସବୁକିଛି ବଦଳାଇ ଦିଅନ୍ତି ନାହିଁ ସାଙ୍ଗମାନେ, ବରଂ ଗ୍ରହମାନେ ଆମକୁ ସୁଯୋଗ ମଧ୍ୟ ଦେଇଥାନ୍ତି। ସଫଳତା ପାଇବା ପାଇଁ
ସଠିକ୍ ନିଷ୍ପତ୍ତି ଏବଂ ନିରଳସ ପ୍ରୟାସ ଅତ୍ୟନ୍ତ ଜରୁରୀ। କେତେବେଳେ କେତେବେଳେ ଆମେ କିଛି କଠିନ ନିଷ୍ପତ୍ତି ନେଇଥାଉ, କିନ୍ତୁ ସେହି ନିଷ୍ପତ୍ତି ଅନୁଯାୟୀ କାମ କରିପାରୁନାହିଁ। ଆପଣମାନେ ଯଦି କୌଣସି ଭଲ ନିଷ୍ପତ୍ତି ନିଅନ୍ତି, ତେବେ ତାହା ସଠିକ୍ ବୋଲି ପ୍ରମାଣ କରିବା କଥା ଚିନ୍ତା କରନ୍ତୁ ଏବଂ ଆପଣଙ୍କର ବୁଦ୍ଧିମତ୍ତାର ଯେତେଦୂର ସମ୍ଭବ ବ୍ୟବହାର କରନ୍ତୁ। ଆପଣମାନେ ଯେତେ ପରିଶ୍ରମ କରିପାରିବେ କରନ୍ତୁ, କାରଣ ଏବେ ଯେଉଁ ସମୟଟି ଆସିଛି ନା ସାଙ୍ଗମାନେ, ତାହା ଆପଣଙ୍କ ପାଇଁ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଏବେ ଇତିହାସରେ ଏତେ ଭଲ ସମୟ ପ୍ରଥମ ଥର ପାଇଁ ଆପଣଙ୍କ ଜୀବନକୁ ଆସିବାକୁ ଯାଉଛି, କାରଣ ବଡ଼ ବଡ଼ ଗ୍ରହମାନେ ସାଥ ଦେଉଛନ୍ତି, ଏପରିକି ଭଗବାନ ମହାଦେବ ଏବଂ ସୂର୍ଯ୍ୟଦେବଙ୍କର ମଧ୍ୟ ବିଶେଷ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ତେଣୁ ଆପଣଙ୍କୁ ଆଦୌ ଚିନ୍ତା କରିବାର ଆବଶ୍ୟକତା ନାହିଁ। ତେବେ ଏପରି କିଛି ସୂଚନା ସମ୍ବନ୍ଧରେ ଆମେ ଆପଣଙ୍କୁ କହିବୁ, ତେଣୁ ପ୍ରଥମ ସୂଚନାଟିକୁ ବହୁତ ମନ ଦେଇ ଶୁଣନ୍ତୁ। ଯଦି ଗତ କିଛି ସମୟ ଧରି ଆପଣଙ୍କୁ ବାରମ୍ବାର ନୂତନ ସୁଯୋଗ ଦେଖିବାକୁ ମିଳେ, ପୁରୁଣା ଅଟକି ରହିଥିବା କାମଗୁଡ଼ିକ ଆଗକୁ ବଢ଼ିବାକୁ ଆରମ୍ଭ କରେ, କିମ୍ବା ହଠାତ୍ ସଠିକ୍ ଲୋକଙ୍କର ସାଥ ମିଳିବା ଆରମ୍ଭ ହୁଏ, ତେବେ ଏହା ସକାରାତ୍ମକ ସମୟର ଆରମ୍ଭ ବୋଲି ମଧ୍ୟ ଧରି ନିଆଯାଇପାରେ। ସାଙ୍ଗମାନେ, ଖୁସିରେ ନାଚିବାର ଦିନ ଆସିଯାଇଛି ଏବଂ ଏବେ ଇତିହାସ ବଦଳାଇବାର ସମୟର ମଧ୍ୟ ଆରମ୍ଭ ହୋଇଯାଇଛି। ଏତେ ଭଲ ପଜିଟିଭ୍ ସୂଚନା ମିଳୁଛି ଆପଣଙ୍କ ଜନ୍ମକୋଷ୍ଠୀରେ, ଏହା ଦେଖି ମୋର ମଧ୍ୟ ବହୁତ ଆନନ୍ଦ ହେଉଛି। ଆଉ ଯେତେବେଳେ ଆପଣଙ୍କ ଜୀବନରେ ଏହି ପ୍ରକାରର ଘଟଣା ସତରେ ଘଟିଯିବ, ସେତେବେଳେ ଆପଣମାନେ ମଧ୍ୟ ଗୋଟିଏ ଗୋଡ଼ରେ ନାଚିବାକୁ ଆରମ୍ଭ କରିଦେବେ। ସାଙ୍ଗମାନେ, ଯଦି ଆପଣଙ୍କୁ ଇତିହାସ ବଦଳାଇବାକୁ ହୁଏ, ତେବେ ଆଜିଠାରୁ ହିଁ ପରିଶ୍ରମ ଆରମ୍ଭ କରିଦିଅନ୍ତୁ, କାରଣ ଖରାପ ସମୟ ଏବେ ଶେଷ ହୋଇଯାଇଛି ଏବଂ ଭଲ ସମୟର ଆରମ୍ଭ ହୋଇଯାଇଛି। ଏବେ ଯାହା କିଛି ହେବ, ତାହା ଆପଣମାନେ ଆଗାମୀ ଜନ୍ମ ପର୍ଯ୍ୟନ୍ତ ମନେ ରଖିବେ। ଦ୍ୱିତୀୟ ସୂଚନାଟି ହେଲା, ଯଦି ମନରେ କୌଣସି କାରଣ ବିନା ଆତ୍ମବିଶ୍ୱାସ ବଢ଼ିବାରେ ଲାଗେ ଏବଂ ନକାରାତ୍ମକ ଚିନ୍ତା କମିବାରେ ଲାଗେ, ତେବେ ଏହା ମଧ୍ୟ ଶୁଭ ମାନସିକ ପରିବର୍ତ୍ତନର ସୂଚନା ହୋଇପାରେ। ଆଉ ଯେତେବେଳେ ଏତେ ଭଲ ସୂଚନା ମିଳେ, ସେତେବେଳେ ଆପଣଙ୍କର ଟିକିଏ ନିଜର ବୁଦ୍ଧିମତ୍ତାର ବ୍ୟବହାର କରିବା ଉଚିତ। ଦେଖନ୍ତୁ, ଆପଣମାନେ ପରିଶ୍ରମ କରୁଛନ୍ତି, ବହୁତ ଭଲ କଥା। ଭଗବାନଙ୍କ ଦର୍ଶନ କରନ୍ତୁ ଏବଂ ଏହି ଅତଳ ବିଶ୍ୱାସ ରଖନ୍ତୁ ଯେ ମୋର ସାଥ ଯାହା କିଛି ହେବ, ବହୁତ ଭଲ ହେବ। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି, ଆପଣମାନେ ଯଦି ପଜିଟିଭ୍ ଭାବନ୍ତି, ତେବେ ଆପଣଙ୍କ ସାଥ କେବେ ମଧ୍ୟ ନକାରାତ୍ମକ ଘଟଣା ଘଟିବ ନାହିଁ। ଆଉ ମୁଁ ଆପଣଙ୍କୁ ଯେଉଁ ତଥ୍ୟଗୁଡ଼ିକ ଦେଉଛି ନା, ତାହା ଜେନୁଇନ୍ ତଥ୍ୟ। ଏଥିପାଇଁ ମୁଁ ବହୁତ ପରିଶ୍ରମ କରିଛି। ଜନ୍ମକୋଷ୍ଠୀରେ ଏପରି ଯୋଗ